ଏକ ଛୋଟ ଗାଁରେ ଜଣେ ଗରିବ କୃଷକ ରହୁଥିଲେ। ସେ ଏକ ଗାଈକୁ ପାଳିଥିଲେ ଯାହାର ନାମ ବଉଳା ଅଟେ। ବଉଳା ଥିଲା ତା ମାଲିକଙ୍କର ବଡ଼ ସମ୍ପଦ, କାରଣ ତାହାର କ୍ଷୀରରେ ପରିବାରର ପେଟ ପୋଷା ହେଉଥିଲା। ଗାଈଟି ବହୁତ ଶାନ୍ତ ଓ ସହନଶୀଳ ଥିଲା। ଗାଁର ସମସ୍ତ ଲୋକ ମଧ୍ୟ ତାକୁ ବହୁତ ପ୍ରଶଂସା କରୁଥିଲେ, କାରଣ ସେ କାହାରିକୁ କଷ୍ଟ ଦେଇନଥାଏ। ବଉଳା ସବୁଦିନେ ଜଙ୍ଗଲକୁ ଚରିବାକୁ ଯାଏ। ସେହି ଜଙ୍ଗଲରେ ଏକ ଦୁଷ୍ଟ ବାଘ ରହୁଥିଲା। ସେ ବାଘଟି ଗାଁର ସମସ୍ତ ଜୀବଜନ୍ତୁମାନଙ୍କୁ ଧରି ଖାଇଦେଉଥିଲା। ବାଘଟିର ଭୟରେ ସମସ୍ତେ ରହୁଥିଲେ। ଏମିତି ଦିନର କଥା। ବଉଳା ଜଙ୍ଗଲରେ ଘାସ ଚରିବା ସମୟରେ ବାଘଟି ବଉଳାକୁ ଦେଖିଦେଇଥିଲା। ଲୋଭରେ କହିଲା, ମୋର କି ଭାଗ୍ୟ! ବହୁତ ଦିନରୁ ଶିକାର ମିଳିନଥିଲା। ଆଜି ଏଇ ଗାଈଟିକୁ ମୁଁ ଖାଇଦେବି। ହଠାତ୍ ବଉଳା ନିଜର ସାମ୍ନାରେ ବାଘଟିକୁ ଦେଖି ଭୟରେ କମ୍ପିଗଲା। ସେ ଭାବିଲା, ମୁଁ ଆଜି ଆଉ ଏଠାରୁ ବଞ୍ଚିକି ମୋ ଛୁଆ ପାଖକୁ ଯାଇପାରିବିନି। ଆଜି ମୋର ମୃତ୍ୟୁ ନିଶ୍ଚିତ। ବାଘଟି ବଉଳାକୁ କହିଲା, ମୁଁ ଆଜି ତତେ ଖାଇବି। ବଉଳା ଆହୁରି ଡରିଗଲା। ବଉଳା ଭୟଭୀତ କଣ୍ଠରେ ବାଘଟିକୁ କହିଲା, ତୁମେ ମୋତେ ଆଜି ଶିକାର କରି ଖାଇଦିଅ, ମୁଁ ତୁମକୁ ଟିକେ ବି ବାରଣ କରୁନି। କିନ୍ତୁ ମୁଁ ମରିବା ପୂର୍ବରୁ ମୋର ଏକ ଶେଷ ଇଚ୍ଛା ଅଛି। ବାଘଟି ବଉଳାକୁ ତାର ଶେଷ ଇଚ୍ଛା କ'ଣ ପଚାରିଲା। ବଉଳା ଭୟଭୀତ କଣ୍ଠରେ କହିଲା, ତୁମେ ମୋତେ ମାରିବା ପୂର୍ବରୁ ମୋତେ ଥରେ ମୋ ଛୁଆ ପାଖକୁ ଘରକୁ ଛାଡ଼ିଦିଅ। ମୁଁ ମୋ ଛୁଆକୁ ଶେଷ ଥର ପାଇଁ କ୍ଷୀର ଖୁଆଇ ଆସିବି। ତାପରେ ମୁଁ ତୁମ ପାଖକୁ ଫେରି ଆସିବି, ଆଉ ତୁମେ ମୋତେ ମାରି ଖାଇଦେବ। ଏହା ଶୁଣି ବାଘଟି ଜୋରରେ ହସିବାକୁ ଲାଗିଲା ଓ କହିଲା, ମୋତେ ତୁ ବୋକା ବନେଇବାକୁ ବସିଛୁ? ଏହା କେବେ ବି ସମ୍ଭବ ନୁହେଁ। ବଉଳା ବାଘକୁ ବାରମ୍ବାର ଅନୁରୋଧ କଲା ଓ କହିଲା, ଥରେ ମୋତେ ଯିବାକୁ ଦିଅ। ବାଘଟି କିଛି ସମୟ ନୀରବ ହୋଇଗଲା ଓ କହିଲା, ତୁ ଯଦି ନ ଫେରି ଆସିବୁ, ତେବେ ମୁଁ ତତେ ଯେବେ ବି ଏଇ ଜଙ୍ଗଲରେ ଦେଖିବି, ମୁଁ ତତେ ଖାଇଦେବି। ବାଘଟିର କଥା ଶୁଣି ବଉଳା ରାଜି ହୋଇଗଲା। ବଉଳା କହିଲା, ହଁ, ମୁଁ ଯେବେ ବି ନ ଫେରି ଆସିବି, ତେବେ ତମେ ମୋତେ ଯେବେ ଏ ଜଙ୍ଗଲରେ ଦେଖିବ, ମୋତେ ଖାଇଦେବ। ବାଘଟି ବଉଳାକୁ ଛାଡ଼ିଦେଲା। ବଉଳା ତାର ଘରକୁ ଗଲା। ତାର ଛୋଟ ବାଛୁରୀଟି ବଉଳାକୁ ଦେଖି ବହୁତ ଖୁସି ହୋଇଗଲା। କିନ୍ତୁ ମନେ ମନେ ବଉଳା କାନ୍ଦୁଥାଏ, କାରଣ ଏହା ହେଉଛି ତାର ଶେଷ ସାକ୍ଷାତ। ସେ ବାଛୁରୀଟିକୁ ସ୍ନେହରେ କ୍ଷୀର ଖୁଆଇଲା ଓ ତାର ମୁଣ୍ଡକୁ ଚାଟି ଦେଉଥାଏ। ତାପରେ ତାର ମାଲିକଙ୍କୁ କିଛି ସମୟ ଧୀରେ ଧୀରେ ଦେଖି ଜଙ୍ଗଲ ଆଡ଼କୁ ଚାଲିଲା। ସେ ଯାଇ ବାଘ ପାଖରେ ପହଞ୍ଚିଗଲା। ବାଘଟି ବଉଳାକୁ ଦେଖି ହଠାତ୍ ଚକିତ ହୋଇପଡ଼ିଲା ଓ ବଉଳାକୁ କହିଲା, ମୁଁ କେବେ ଭାବିନଥିଲି ଏମିତି ତୁ ସତ୍ୟବାଦୀ ହୋଇପାରୁ ବୋଲି। ତୋର ସତ୍ୟତା, ନିଷ୍ଠା, ଆତ୍ମତ୍ୟାଗ ଦେଖି ମୁଁ ତତେ ଆଉ ମାରିବି ନାହିଁ। ତୁ ମୋ ପାଇଁ ଶିକାର ନୁହେଁ, ତୁ ସମସ୍ତଙ୍କ ପାଇଁ ପ୍ରେରଣା ଅଟୁ। ସେହି ଦିନଠାରୁ ବାଘଟି ଗାଁର ପଶୁମାନଙ୍କୁ ମାରିଲା ନାହିଁ ଓ ବଉଳା ଆନନ୍ଦରେ ତାର ଛୁଆ ପାଖକୁ ଫେରି ଆସିଲା। ଏହି ଘଟଣାଟି ଜାଣିବା ପରେ ବଉଳାକୁ ବହୁତ ପ୍ରଶଂସା କଲେ। ସେହି ଦିନଠାରୁ ବଉଳା ଗାଁ ଲୋକଙ୍କ ପାଇଁ
ଏକ ପ୍ରତୀକ ହୋଇ ରହିଗଲା। କଥାରେ ଅଛି, ସତ୍ୟତା ନିଷ୍ଠାପରତା ଆଗରେ ସବୁକିଛି ସମ୍ଭବ ହୋଇପାରେ।